ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଆମର ୟୁଟ୍ୟୁବ୍ ଚ୍ୟାନେଲ୍ କ୍ୟାରିୟର କ୍ଲାसेସ୍କୁ। HRMSରେ ପାର୍ ସବମିଟ୍ ପାଇଁ ପୁଣି ଆସିଲା କଡ଼ା ଚିଠି। ପାର୍ ସବମିଟ୍ ନ କଲେ କ'ଣ ସବୁ ଅସୁବିଧା ହେବ ତାକୁ ଆମେ ଜାଣିବା। ପାର୍ ସବମିଟ୍ର ଠିକ୍ ପ୍ରୋସେସ୍ଟି କ'ଣ ଅଛି, ସମ୍ପୂର୍ଣ୍ଣ ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସେସ୍ ମଧ୍ୟ ଆପଣମାନେ ଜାଣିପାରିବେ। ତେଣୁ ଭିଡ଼ିଓକୁ ସମ୍ପୂର୍ଣ୍ଣ ରୂପରେ ଦେଖିବେ, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ ସେୟାର କରିବେ। ତେଣୁ ଚାଲନ୍ତୁ ଡେରି ନ କରି ଆରମ୍ଭ କରିବା। ଦେଖିବା ଯେଉଁ ପାର୍ ଉପରେ ଯେଉଁ ପାର୍ ଅଛି ପରଫର୍ମାନ୍ସ ଆପ୍ରେଜାଲ୍ ରିପୋର୍ଟ, ସେଇଟା ଉପରେ କ'ଣ ଚିଠି ଆସିଛି, ଚିଠିରେ କ'ଣ ଲେଖା ହେଇଛି। ତେଣୁ ଏଇ ଯେଉଁ ଆମର ଏବେ ବର୍ଷ ଆସିଲାଣି, କେଉଁ ବର୍ଷ ଚାଲିଛି ନା 2025-26ର ଶିକ୍ଷା ବର୍ଷ ଆରମ୍ଭ ହେଇଗଲାଣି ବା ଫାଇନାନ୍ସିଆଲ ଇୟର ଆରମ୍ଭ ହେଇଗଲାଣି। ତ ଏଠି ଆମର କ'ଣ ହେଉଛି, ତା ପୂର୍ବ ବର୍ଷର ଯେଉଁ ରିପୋର୍ଟଟାକୁ ଦେବାକୁ ପଡ଼ିବ। ପୂର୍ବ ବର୍ଷର ଅର୍ଥାତ୍ କେବେ ନା 2024-25ର ଆପଣମାନଙ୍କୁ ପାର୍ ସବମିଟ୍ କରିବାକୁ ପଡ଼ିବ। ଦ୍ୟାଟ୍ ଇଜ୍ ପାର୍ PAR ପାର୍ ସବମିଟ୍ କରିବାକୁ ପଡ଼ିବ ଆପଣମାନଙ୍କୁ। ତେଣୁ ଏଇ ଯେଉଁ ପାର୍ ସବମିଟ୍ ଆପଣମାନେ କରିବେ, କେଉଁଥିରେ ସବମିଟ୍ କରୁଛନ୍ତି, HRMS ସାଇଟ୍ରେ ଆପଣମାନେ ସବମିଟ୍ କରୁଛନ୍ତି ଏବଂ ତାର ଡିଟେଲ୍ ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସେସ୍ ମଧ୍ୟ ଆପଣମାନଙ୍କୁ ଦେଖେଇବି। ତ ଏଠି ଆମେ ଦେଖନ୍ତୁ ଇନିସିଏସନ୍ ଅଫ୍ ପାର୍ ବା CCR, ତାକୁ କହୁଛନ୍ତି କ'ଣ CCR। ପ୍ରଥମ ହେଉଛି ପାର୍ ଏବଂ ତା ସହିତ ମଧ୍ୟ ତାକୁ ମଧ୍ୟ CCR କହିଲେଣି। CCRଟା ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ, ଯେଉଁଟାକି ଆପଣଙ୍କର ମୁଁ ଦେଖେଇବି କ'ଣ କ'ଣ ପାଇଁ ଦରକାର ହେଉଛି। ତ ଏଇ ଯେଉଁ 24-25 ବର୍ଷ ପାଇଁ ଦରକାର, ତ ଡେଡଲାଇନ୍ଟା ଯେଉଁ ଆପଣ ଡେଟ୍ ଚୁଜ୍ କରିବେ କୋଉ ଯାଏଁ ନା 1 ଏପ୍ରିଲ 2024ରୁ 31 ମାର୍ଚ୍ଚ 2024 ଯାଏଁ। ଠିକ୍ ଅଛି। ତ ଏଇ ଡେଟ୍ ଲାଇନ୍ରେ ଆପଣମାନଙ୍କୁ ପାର୍ ସବମିଟ୍ କରିବାକୁ ପଡ଼ିବ। ତା ଅର୍ଥ CCR ଆପଣଙ୍କର ସବମିଟ୍ କରିବାକୁ ପଡ଼ିବ। ତା ଅର୍ଥ ଆପଣମାନେ ଏଇ ଯେଉଁ ଫାଇନାନ୍ସିଆଲ ଇୟରରେ, ଲାଷ୍ଟ ଫାଇନାନ୍ସିଆଲରେ ଆପଣମାନେ କ'ଣ କ'ଣ କାମ ସବୁ କରିଛନ୍ତି, ପିଲାଙ୍କ ପାଇଁ କ'ଣ କରୁଛନ୍ତି, ଟିଚରଙ୍କ ପାଇଁ, ଗାର୍ଡ଼ିଆନ୍ ପାଇଁ, ସ୍କୁଲ ପାଇଁ, ହେଲା, ଏବଂ ନିଜର ଯେଉଁ ପରିବେଶ ପାଇଁ ଆପଣମାନେ କ'ଣ କ'ଣ ସବୁ ଜିନିଷ କରିଛନ୍ତି, ତା ଉପରେ ଗୋଟେ ଡିଟେଲ୍ଡ ଆପଣମାନେ ଡେସ୍କ୍ରିପସନ୍ କରିକି ଆପଣ ପାର୍ ବା CCRଟାକୁ ଆପଣ HRMS ସାଇଟ୍ରେ ଭରଣ କରିବେ। ଠିକ୍ ଅଛି। ତ ଏଠି ଆମର ଦେଖିବା ଦ ଅଣ୍ଡରସାଇନ୍ଡ ଇଜ୍ ଡିରେକ୍ଟେଡ୍ ଟୁ କେଉଁ ଗ୍ରୁପ୍ର ଏମ୍ପ୍ଲୟ କରିବେ ନା ପ୍ରଥମେ ଗ୍ରୁପ୍ A ଆଣ୍ଡ ଗ୍ରୁପ୍ Bର ଏମ୍ପ୍ଲୟ ମାନେ ନିହାତି ଭାବରେ ସେମାନେ ପାର୍ ସବମିଟ୍ କରିବେ ଏବଂ 2014-15 ଯେଉଁ ଅଛି ସେବେଠୁ ଆମର କମ୍ପଲସରି କରାଯାଇଛି ପାର୍ ସବମିଟ୍ କରିବା ପାଇଁ ଏବଂ ସେମାନେ HRMS ଥ୍ରୁରେ ସବମିଟ୍ କରିବେ। ତ ଆଉ କ'ଣ ଜିନିଷ ଅଛି ଦେଖିବା ଏଥିରେ। ତ ଏଠି ଆମର ଗ୍ରୁପ୍ A ଗ୍ରୁପ୍ B ଏମ୍ପ୍ଲୟ ଅଫ୍ ଦ ଷ୍ଟେଟ୍ ଅଛନ୍ତି, ଆର୍ ଆଡଭାଇଜ୍ ଟୁ ସବମିଟ୍ ଦେୟାର ସେଲ୍ଫ ଆପ୍ରେଜାଲ୍। ତା ଅର୍ଥ ନିଜେ ନିଜର ସେଲ୍ଫ ଆପ୍ରେଜାଲ୍ ରିପୋର୍ଟ ପାର୍ ସବମିଟ୍ କରିବେ, ନିଜେ ନିଜର ଆପ୍ରେଜାଲ୍ ରିପୋର୍ଟଟା ସବମିଟ୍ କରିବେ। ଏଥିରେ ଆଉ କୌଣସି ଜିନିଷ କରିବା ଦରକାର ନାହିଁ, ନିଜର HRMS ଆକାଉଣ୍ଟ ଖୋଲି କରିବେ। ଏବଂ ଯେଉଁଟା ଡେଟ୍, ଲାଷ୍ଟ ଡେଟ୍ କେବେ ଅଛି ନା 31 ମେ ଇଚ୍ ଇୟର୍। ଠିକ୍ ଅଛି। ଆମର ମେ ମାସର 31 ତାରିଖ ସୁଦ୍ଧା ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ନା ପାର୍ ଯେଉଁ 2024-25ର ପାର୍ଟାକୁ ସବମିଟ୍ ନିହାତି ଭାବରେ କରିବାକୁ ପଡ଼ିବ ଏଇ ବର୍ଷର। ତାପରେ ଫଲୋଇଂ ଗାଇଡ଼ଲାଇନ୍ସ ମଧ୍ୟ ଦେଇଛି। ତ ଏଠି କାହିଁକି କରାହେଉଛି, ପାର୍ ଆପଣମାନେ ଯଦି ସବମିଟ୍ ନ କରିବେ କ'ଣ ଅସୁବିଧା ହେବ, ତ ଏଠି ଲେଖା ହେଇଛି ସେଇ ଜିନିଷଟି ଆମେ ଦେଖିବା। ଦ ପାର୍ସ ଦେନ୍ ଗୋ ଥ୍ରୁ ଏ 3 ଲେଭେଲ୍ ଆସେସମେଣ୍ଟ ସିଷ୍ଟମ୍। ତା ଅର୍ଥ ଏଥିରେ ଗୋଟେ ରିଭ୍ୟୁଇଂ ଅଥରିଟି ଅଛି, ଗୋଟେ ଆକ୍ସେପ୍ଟିଂ ଅଥରିଟି ଅଛି, ହେଲା। ଏ 3 ପ୍ରକାର, ଆଉ ଗୋଟେ ହେଉଛି ରିଭ୍ୟୁଇଂ ଏବଂ ଆକ୍ସେପ୍ଟିଂ। ତ ତିନିଟା ଆମର ଲେଭେଲ୍ ଅଫ୍ ଆସେସମେଣ୍ଟ ରଖାହେଇଛି। 3 ଲେଭେଲ୍ ଅଫ୍ ଆସେସମେଣ୍ଟ ଅଛନ୍ତି। ତ ଏଥିରେ ରିଭ୍ୟୁଇଂ ଯେଉଁ ଅଥରିଟି ଅଛି, ତ ରିଭ୍ୟୁଇଂ ଅଥରିଟି ମାନେ ଆପଣଙ୍କର ଯଦି ଟିଚର ହେଇଥିବେ, ଟିଚର କଥା ମୁଁ କହିବି, ତ ଟିଚର ଯଦି ହେଇଥିବେ ଆପଣଙ୍କର ADU ଆଡ଼ିସନାଲ୍ ଡିଷ୍ଟ୍ରିକ୍ଟ ଏଜୁକେସନ୍ ଅଫିସର ଯିଏ ଥିବେ, ADEO, ସିଏ ହେଇଯିବେ ରିଭ୍ୟୁଇଂ ଅଥରିଟି। ବୁଝିପାରିଲେ। ରିଭ୍ୟୁଇଂ ଅଥରିଟିରେ କିଏ ଯିବେ ଜାଣିପାରିଲେ ଆପଣଙ୍କର ନା ADO ଯିଏ ଥିବେ ଆପଣଙ୍କର ଚାର୍ଜରେ, ଯିଏ ଆଡ଼ମିନିଷ୍ଟ୍ରେଟିଭ୍ ଚାର୍ଜରେ ଥିବେ, ADOର ଆଡ଼ମିନିଷ୍ଟ୍ରେଟିଭ୍ ଚାର୍ଜରେ ଯିଏ ଥିବେ ସିଏ ହେଇଯିବେ କ'ଣ ଆମର ନା ରିଭ୍ୟୁଇଂ ଅଥରିଟି। ବୁଝିପାରିଲେ। ରିଭ୍ୟୁଇଂ ଅଥରିଟି ଆପଣଙ୍କର ହେଇଯିବେ ନା ରିପୋର୍ଟିଂ ଅଥରିଟି। ତ ପ୍ରଥମ କ୍ଲିୟର କରିଦେବାକୁ ଚାହୁଁଛି, ଆପଣଙ୍କୁ ଆଉ ଥରେ ଟିକେ କହିଦେଉଛି। ତ ପ୍ରଥମ ଯେଉଁ ପଏଣ୍ଟଟା ହେଉଛି ସେଇଟା ହେଉଛି ରିପୋର୍ଟିଂ ଅଥରିଟି। ରିପୋର୍ଟିଂ ଅଥରିଟିରେ କିଏ ରହିବେ ନା ଆପଣଙ୍କର ADO ଯିଏ ଥିବେ ଆଡ଼ମିନିଷ୍ଟ୍ରେଟିଭ୍ ପାୱାରରେ ସେଇ ରହିବେ। ବୁଝିପାରିଲେ। ସେକେଣ୍ଡଟି ହେଉଛି ଆପଣଙ୍କର ରିଭ୍ୟୁଇଂ ଅଥରିଟି। ରିଭ୍ୟୁଇଂ ଅଥରିଟି ଆପଣଙ୍କର ଯିଏ ରହିବେ, କିଏ ରହିବେ ସେ ରିଭ୍ୟୁଇଂ ଅଥରିଟିରେ ନା ଆପଣଙ୍କର DO ରହିବେ। ସେମିତି ଆଉ ଗୋଟେ ହେଉଛି ଆମର କ'ଣ ନା ଲାଷ୍ଟକୁ ଆକ୍ସେପ୍ଟିଂ ଅଥରିଟି। 3 ପ୍ରକାର ଷ୍ଟେଜ୍ ରଖାହେଇଛି। ଆକ୍ସେପ୍ଟିଂ ଅଥରିଟି ସିଏ ବି ଆପଣଙ୍କର ଡିଷ୍ଟ୍ରିକ୍ଟ ଏଜୁକେସନ୍ ଅଫିସର ରହିବେ। ତ 3 ରିପୋର୍ଟିଂ, ରିଭ୍ୟୁଇଂ ଆଉ ଗୋଟେ ହେଲା ଆକ୍ସେପ୍ଟିଂ। ତ ଏଠି 3 ପ୍ରକାର ଷ୍ଟେଜ୍ରେ ଆପଣମାନଙ୍କର CCRଟା ଭେରିଫାଏ ହେବ, ତାପରେ ସବମିଟ୍ କରାଯିବ। ତ ଏଠି ଆମର ଯେଉଁ ଆସେସ୍ ହେଉଛି, ଏ ଆସେସ୍ଟି କାହିଁ ହେଉଛି ନା ଆସେସ୍ଟି ଆପଣଙ୍କର ଯେଉଁ ପ୍ରମୋସନ୍ ପାଇଁ ଦରକାର ହେଇପାରେ, ଯେମିତିକି ଆପଣଙ୍କର ପ୍ରମୋସନ୍ ଲେଭେଲ୍ ଚେଞ୍ଜ ହେଉଛି ତା ପାଇଁ ମଧ୍ୟ ଦରକାର ହେଇପାରେ,
सिलेक्शन सैंक्शन ऑफ एमएससीपी आपनकर एमएससीपी दरकार होची जो 10 वर्षिया 15 वर्षिया 20 वर्षिया सब लागू होची एमएससीपी पई ता पई मध्ये दरकार होची एमएससीपी ऊपर वीडियो मध्ये अवेलेबल अछि जाई कि देखि परिबे आपन चैनल लिस्ट रे आरएससीपी पई मध्ये दरकार हे परे मेनी सच इंस्टेंसेस ता अर्थ कुहा जायछि जे जो माने सीसीआर बा आरएससीपी जो माने पार सबमिट करि नाहंती से माने ये जो एमएससीपी आरएससीपी रु वंचित अछंती बोली मध्य केतेटा क्षेत्र रे देखा जायछि तो एठी के भरिबे ना ग्रुप ए एंड ग्रुप बी एम्प्लॉय भरिबे ता सहित मध्य किछटा गाइडलाइन आसीछि जोटा कि ग्रुप सी एम्प्लॉय मध्य भरिया पई कुहा जाउछि तो ग्रुप सी एम्प्लॉय माने मध्य भरिले भलो हो ठीक अछि तो एठी डेट मध्य आपण माने जानिले डेट रो होउछि 31 मे सुधा आपण माने को भरिया पड़ियो पार तो डिटेल जो वीडियोटी अच्छी डिटेल वीडियोटी मु चैनल अपलोड करी ऑलरेडी ताकू मु लास्ट दे दउछि एंड स्क्रीन रे आपण माने देखिबे स्टेप बाय स्टेप प्रोसेस अच्छी स्टेप बाय प्रोसेस रे आपण कोन केमती करिवे प्रथमे कोन कोन आपण माने करिया चेष्टा माने कोन करिया पड़िबो केमती फिल अप करियो सो डिटेल सत्यटी आपण मानकर अच्छी देखै देबी लास्ट को आपण भरिबे धन्यवाद।